ମୋ ନାଁ ଶିବପ୍ରସାଦ ବେହେରା ବାରିଗୋଳ ପଞ୍ଚାୟତର ସରପଞ୍ଚ। ସାର୍ ଆପଣ ଏବେ କଂଗ୍ରେସ ଛାଡ଼ିକି ବିଜେପିରେ ମିଶିଛନ୍ତି ବୋଲି ଫଟୋ ଭାଇରାଲ ହେଉଛି, ଯେହେତୁ ଆପଣ ଜଣେ କଂଗ୍ରେସର କର୍ମୀ ହିସାବରେ ସରପଞ୍ଚ ହିସାବରେ ବିଜୟ ଲାଭ କରିଥିଲେ ବାରିଗୋଳ ପଞ୍ଚାୟତରେ, କିନ୍ତୁ ଦଳ ପରିବର୍ତ୍ତନଟା ନାଇଁ ଦଳ ପରିବର୍ତ୍ତନ ହେଇନି। ଏଇଟା ଆପଣ ଯେଉଁ ଫଟୋ ବର୍ତ୍ତମାନ ଦେଖୁଛନ୍ତି ସେମିତି କିଛି ନୁହେଁ। ମୁଁ ଜଣେ ଲିଡର ପାଖକୁ ସେଠି ଜଣେ ଲିଡର, ମୁଁ ପଞ୍ଚାୟତ କାମ ମୋର କେମିତି ହେବ ସରକାରଙ୍କ ଦଳରେ ସେ ଜଣେ ବିଧାୟକ ପ୍ରାର୍ଥୀ ଅଛନ୍ତି, ବହୁତ ଭୋଟ ବ୍ୟବଧାନରେ ସେ ପାଇଛନ୍ତି। ମୁଁ ଯାଇଥିଲି କଥା ହେବା ପାଇଁ। ସେମିତିରେ ଫଟୋ କ'ଣ କେହି କାହା ପାଖକୁ ଉଠାଇବେନି। ଆମେ ବିଜେଡ଼ି ପାଖକୁ ଯାଉଛୁ କ'ଣ ଫଟୋ ଉଠୁନି, ନା କଂଗ୍ରେସ ପାଖକୁ ଯିଏ ଆସୁଛନ୍ତି ଫଟୋ ଉଠୁନି, ସେମିତି କିଛି ନାହିଁ। ବାକି କଥା ଆପଣ କହିଲେ ଯେ ମୋତେ କଂଗ୍ରେସ କାହିଁ ସସ୍ପେଣ୍ଡ କରିଛି। 2017 ମସିହାରେ ସାଲେପୁରରେ କଂଗ୍ରେସ ପୁରା ନିଶ୍ଚିହ୍ନ ହୋଇଗଲା। କଂଗ୍ରେସ ପତାକା ଧରିବା ପାଇଁ ଲୋକ କେହି ରହିଲେନି। କଂଗ୍ରେସର ବ୍ୟାନର ଖଣ୍ଡେ ଲଗାଇବା ପାଇଁ ନଥିଲେ। ସେ ସମୟରୁ ମୁଁ ସଂଘର୍ଷ ଜାରି ରଖିଥିଲି ଆଜି ପର୍ଯ୍ୟନ୍ତ। ତାପରେ କଂଗ୍ରେସର କ'ଣ ଫାଇଦା ହେଲା ସିଏ ତା'ର ମୋତେ ସସ୍ପେଣ୍ଡ କଲା। ମୁଁ ରାଜ୍ୟ ଅନୁସୂଚିତ ଜାତିର ସାଧାରଣ ସମ୍ପାଦକ ଥିଲି। ସେ ତା'ର କ'ଣ ଫାଇଦା ପାଇଁକା ସେ ହୁଏତ ସସ୍ପେଣ୍ଡ କରିଥିବ, କିନ୍ତୁ ମୁଁ ସାଧାରଣ ଲୋକଙ୍କ ସହିତ ଅଛି, ପୂର୍ବରୁ ଥିଲି, ଏବେ ବି ଅଛି। ଭବିଷ୍ୟତରେ ମୁଁ ସରପଞ୍ଚ ଥାଏ କିମ୍ବା ନଥାଏ, ମୁଁ ସାଧାରଣ ଲୋକଙ୍କ ସାଙ୍ଗରେ ରହିବି। ଆପଣ କାହିଁକି କଂଗ୍ରେସରୁ ବିଦା ହେଲେ? ଆପଣ ଦଳ ବିରୋଧୀ କାର୍ଯ୍ୟ କଲେ ବୋଲି ଜିଲ୍ଲା ସଭାପତି ଆପଣ ଦଳରୁ ବାହାର କଲେ। ନାଇଁ କଂଗ୍ରେସ ବିଦା କଲା। କଂଗ୍ରେସ ଏଠି କାହାର ପୈତୃକ ସମ୍ପତ୍ତି ନୁହେଁ। କଂଗ୍ରେସର ଆଇଡିଓଲୋଜିରେ ଯେ ରାଜନୀତି କରିବ। ମୋତେ କଂଗ୍ରେସ ବିଦା କଲା। ମୁଁ ପିସି ସଭାପତି ଯାଉଥିଲେ ଏଇ କଟକ ଚାନ୍ଦବାଲି ରାସ୍ତାରେ ଯାଉଥିଲେ, ମୁଁ ତାଙ୍କୁ ବାଟରେ ଅଟକେଇକି ପଚାରିଲି ଯେ ଆପଣ ମୋତେ, ମୁଁ ଜଣେ ସରପଞ୍ଚ, କଂଗ୍ରେସର ସମର୍ଥନ ବର୍ତ୍ତମାନ ମୁଁ ଆଉ କେତେ ଯୁବକମାନଙ୍କୁ ଏଠି ମୁଁ ଦେଇ ଆସୁଛି, ରାଜନୀତି କରିବା ପାଇଁ ଉତ୍ସାହ କରୁଛି, ମୋତେ ସସ୍ପେଣ୍ଡ କ'ଣ ପାଇଁ କରାହେଲା। ମୁଁ ଯେତେବେଳେ ପିସି ସଭାପତିଙ୍କୁ ପଚାରିଲି, ସେ କହିଲେ ମୁଁ ଏ ବିଷୟରେ କିଛି ଜାଣିନାହିଁ। ମୁଁ ତାଙ୍କୁ କହିଲି କଟକ ଜିଲ୍ଲା ସଭାପତି ଆପଣଙ୍କ ନାଁ କହିକି ମୋତେ ସେ ସସ୍ପେଣ୍ଡ କରିଛନ୍ତି, ଆପଣ କହୁଛନ୍ତି କିଛି ମୁଁ ଜାଣିନି। ତେଣୁ ଏଥିରୁ ସ୍ପଷ୍ଟ ବାରି ହୋଇପାରୁଛି ଯେ ସାଲେପୁରରେ ଯିଏ ମଙ୍ଗ ଧରିଥିଲେ ହୁଏତ ସେ ତାଙ୍କ ପାଖରେ ମୁଣ୍ଡ ବିକ୍ରି କରିଥାଇପାରନ୍ତି। ସେଥିପାଇଁ ସେ କହିଥିବେ ତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ସେ କହିଥାଇପାରନ୍ତି ଯେ ତାଙ୍କୁ ବାହାର କରିଦିଅ ଦଳରୁ। ଆଉ ଗୋଟେ ଜିନିଷ ହେଉଛି କ'ଣ, କଂଗ୍ରେସ ଯେତେବେଳେ 2024 ମସିହାରେ ଇଲେକ୍ସନ୍ ସରିଲା ପରେ 1.5 ବର୍ଷ ଏଠି ପୁରା ନୀରବ ରହିଗଲା। ସାଲେପୁରରେ ସାଧାରଣ ଲୋକଙ୍କ ପାଇଁ ପାଖରେ କେହି କଂଗ୍ରେସ ନେତା ଦେଖାଦେଲେ ନାହିଁ। ସେ ସମୟରେ ମୁଁ ହରିବନ୍ଧୁ ଶତପଥୀଙ୍କୁ ଏଠୁ ପୁରା ସାଧାରଣ ଲୋକଙ୍କ ପାଖରୁ ପୁରା ବାହାର କରିକି କେମିତି ଲୋକଙ୍କର କାମ ହେବ, ଲୋକଙ୍କର ସୁଖ ଦୁଃଖରେ ସାମିଲ ହେବେ କଂଗ୍ରେସ ହେଉ କିମ୍ବା ସେ ବିଜେପି ଯେଉଁ କୌଣସି ଲୋକଙ୍କ ପାଖରେ, ସାଧାରଣ ଲୋକଙ୍କ ପାଖରେ କିନ୍ତୁ ଗୋଟେ ଯାଇକି ମିଶିପାରିବେ ଜଣେ ନେତା ହିସାବରେ ମୁଁ ତାଙ୍କୁ ଏଠି ଉତ୍ସାହିତ କରିକି ତାଙ୍କୁ ହାତ ଧରିକି ଡାକିକି ଆଣିଥିଲି ସାଲେପୁରରେ ଲୋକଙ୍କ ସେବା କରିବା ପାଇଁ। ହୁଏତ ତାଙ୍କର ଯେତେବେଳେ ଲୋକପ୍ରିୟତା ବଢ଼ି ବଢ଼ି ଚାଲିଲା ସେହି ସମୟରେ କଂଗ୍ରେସ ଅକୁରସ ମୂଳକର ଶିକାର ମୁଁ ହେଇଥିଲି। ସେ ସମୟରେ ଆପଣ ଏବେ ବିଜେପିରେ ଅଛନ୍ତି ଲୋକ କହୁଛନ୍ତି, ଯେତେବେଳେ ଆପଣ କଂଗ୍ରେସର ନେତାକୁ ଆଣି କଂଗ୍ରେସରେ ରଖିବା ପାଇଁ ଚାହିଁଲେ କି କଂଗ୍ରେସ ଲଢ଼ିବେ ଆଗକୁ, କି କଂଗ୍ରେସ ଲିଡରସିପ୍ କରିବେ ସାଲେପୁରରେ, ପୁଣି ଆପଣ ସେଇ ସମୟରେ ବିଜେପିରେ ମିଶୁଛନ୍ତି। ନା ବିଜେପିରେ ମୁଁ ମିଶିବାରେ କିଛି ଯାଏସ ନାହିଁ। ମୁଁ ମୋତେ ଆପଣ ଯେଉଁଠି କହିବେ ମୁଁ ସେଠି ଯିବି ସାଧାରଣ ଲୋକଙ୍କ ପାଇଁକି। ମୁଁ ବିଜେଡ଼ିରେ ନଥିଲି କି 4 ବର୍ଷ ପୂର୍ବରୁ ଯେତେବେଳେ ବିଧାୟକ ଏଠି ଏବେ ଅଛନ୍ତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା ମହୋଦୟ, ମୁଁ ତାଙ୍କ ପାଖକୁ ଯାଇକିରି ବି ମୁଁ ସରକାର ସମୟରେ ଯେତେବେଳେ ମୁଁ ବି ଯାଇକି ମିଶାମିଶି କରିକି ମୁଁ କହିଲି ମୋ ପଞ୍ଚାୟତର ଡେଭଲପ୍ ପାଇଁ ସରକାରଙ୍କ କାର୍ଯ୍ୟକ୍ରମରେ ମୁଁ ଯେଉଁଠି ଏବେ କାଲି କଂଗ୍ରେସ ଆସିଲେ ବି ମୁଁ ରହିବି। ବିଜେପିରେ ଏବେ ତ ବିଜେପି ବର୍ତ୍ତମାନ ଯେତେବେଳେ ଗୋଟେ ସରକାର ଦଳରେ ଅଛନ୍ତି, ସରକାର ଅଛନ୍ତି, ତେଣୁ ମୁଁ ଲିଡର ପାଖକୁ ଗଲି, ସେଥିରେ କିଛି ଅସୁବିଧା ତ ନାହିଁ। ଆପଣମାନେ ଯାଇପାରିବେ, ମୁଁ ଯାଇପାରିଲି, ସାଧାରଣ ଲୋକ ଯାଇପାରିବେ, ସେମିତି କିଛି ନାହିଁ। ଲୋକ କିଏ କେତେ ଆଜ୍ଞା ଫଟୋ ଗୋଟେ ଫଟୋରେ ଭାଇରାଲ କରିବେ, ଫଟୋ ଭାଇରାଲ ସହିତ ଆର କିଛି ସାମଞ୍ଜସ୍ୟ ନାହିଁ। ଯଦି କହିବେ ଆପଣ ଦଳରୁ ବହିଷ୍କାର ହେବା କାରଣ ହେଉଛି ଆପଣ ବିଜେଡି ସହିତ ଫଟୋ ଉଠେଇଥିଲେ କି ବିଜେଡି ସହିତ ମିଶି କାମ କରୁଥିଲେ, ଦଳ ବିରୋଧୀ କାର୍ଯ୍ୟ କ'ଣ ଏମିତି କିଛି କରିଥିଲେ? ମୁଁ ଆପଣଙ୍କୁ କହିଲି ବା ମୁଁ ସମସ୍ତଙ୍କ ପାଖକୁ ଯାଇପାରିବି। ଯେତେବେଳେ ମୁଁ ଜଣେ ସରପଞ୍ଚ, ଜଣେ ଜନପ୍ରତିନିଧି, ମୁଁ ସବୁ ଦଳର ନେତାଙ୍କ ପାଖରେ ରହିପାରିବି, କିଛି ଅସୁବିଧା ନାହିଁ। ସେଥିରେ ଏଇଟା ସାଧାରଣ ଲୋକଙ୍କ କାମ ହୋଇପାରୁଛି, ମୋର ବ୍ୟକ୍ତିଗତର ସ୍ୱାର୍ଥ ଏଠି କିଛି ନାହିଁ। ଆପଣ ସରପଞ୍ଚ ଲୋକ ଯେତେବେଳେ ବାଛିଥିଲେ ଆପଣ ଦଳକୁ ନେଇ ବାଛିଥିଲେ, କଂଗ୍ରେସକୁ ନେଇ ବାଛିଥିଲେ? କିଛି ନା ଦଳ ମୋ ବିରୁଦ୍ଧରେ ଏଠି କ୍ୟାଣ୍ଡିଡେଟ୍ ଦେଇଥିଲା, ଦଳକୁ ନେଇକି ମୁଁ ଏଠି ନାହିଁ। ମୁଁ ସାଧାରଣ ଲୋକଙ୍କ ପାଇଁ ମୁଁ ଏଠି ସ୍ୱାଧୀନରେ ଲଢ଼ିକି ଜିତିଥିଲି। ମୋତେ ସମସ୍ତେ ସମର୍ଥନ କରିଥିଲେ। ହଁ, ମୋତେ ସମସ୍ତେ ସମର୍ଥନ କରିଥିଲେ। ଏଠି ଲୋକ ସମର୍ଥନ କରି ଲୋକ ମୋତେ ତିଆରି କରିଛନ୍ତି, ମୋତେ ଦଳ ତିଆରି କରିନି। ମୁଁ କାମ କରୁଥିଲି ବୋଲିକି କଂଗ୍ରେସ ମୋତେ ଆଜି ନେଇଥିଲା।
कांग्रेस पवार देला ता अर्थ मु कोना राजनीति करनी आपण जो पथल आपण एते व्यस्त होउचंती जे मु बीजेपी पळेली कांग्रेस रो कोन असुविधा अछि कांग्रेस बाहर कला बा कांग्रेस बाहर कला पर मत तो बीजेपी डाकिला बीजेपी गली बीजेपी रही के काम करी लोकों में काम करी मु तो कहूनी मो साधारण लोकों में काम करी कहूँ मो घर पर तो काम करनी मोर व्यक्तिगत परिवार पर काम कर अच्छे कि साधारण लोकों सेवा करने कि 24 घंटा शिबू बेहरा प्रस्तुत होगी सरपंच भाव में जिला सभापति आपको बहिष्कार करथिले आपण नहीं मत किसी शोक देना मत जिला सभापति तांकर मन को मन मत गोटे व्हाट्सएप रे लिखिकी पठेदेले तांकर पत्र रे जे बहिष्कार कराला बोलिकी बहिष्कार कर सी किए राज्य कमिटी मुझे जिला सभापति किए राज्य कमिटी जिला सभापति अधिकार अच्छी काढ़ापा एटा हास्यास्पद कथा से जानी ना बोधे से प्रोटोकॉलटा से जानी ना जोटा कि मत बहिष्कार कर सी किए राज्य कमिटी मत करथिला राज्य अनुसूचित जातिर साधारण संपादक मुझे मो चेयरमैन बचिले मत जिला सभापति नथिले तो से क्या कले से मत चिन्हते जानी मो विषय कि जानी से मुझे कौन दिन कथबार्ता ए विषय होती से मत चिठी कर चिठी नक से कहीं मत बहिष्कार कले बहिष्कार कर से क्षमता देला किए मत करते मो चेयरमैन करता राज्य कमिटीर चेयरमैन मत करते जिला सभापति कौन जिला सभापति एठी गोटे विधायक प्रार्थी जे एटी अछंती तांको पाखरु पैसा नहीं कि ए जिंस से करिसंती आ बाकी आपण जो कहले मु एठी रहिथिली एनएससी पाइका जते बेले गोटे आंदोलन हेतिला मो पंचायत रो गोटे वार्ड दीटा वार्ड जते एनएससी सहित सालेपुर एनएससी तो शामिल होबा हेतिला मु विधायक संगे ए आंदोलन में शामिल हेतिली मो पंचायत रो एनएससी हो बोली कि सेतबेले किए फोटो उठेला सेतरे कोन अछि काली बीजेपी जहा करिवो मु बीजेपी सरकार दल सहित रही मो पंचायत उन्नति पई मु आगु बारी आसबी किछ नै दल आगे ना लोक नै लोक आग लोक आपण कहले कि बीजेपी आपण रहबे कि बीजेपी रहबे लोक मु काहे पचारिनी मु लीडर हेछि मु काहे काहे पचारि पचारना घर रो मुरबी कोन काहे पचारि काम करिवो सेता डिसिजन निर्वाचित करछन आपण गां 3000 कि 2000 लोक होछन आपण निर्वाचित लोक मो सहित अछंती आपण कहिलेनी साधारण लोक सहित ना ना मु लोक काम करछु लोक काहे कहबी मु काम करिया लोक आगे आगामी सरपंच हे परिबे हां को दल किसी एमती किसी ना लोक मान दल एबे लोक मान मत लोक मान काम कर लोक प्रयास करछन दल आपण जो फोटो चली प्रयास लोक आज्ञा महात्मा गांधी की भी प्रयास करुचंती सृष्टिकर्ता जगन्नाथ भी प्रयास करुचंती मु तो साधारण मनुष्यटे आपण कोन लागु जे आगामी 26 निर्वाचन आगामी निर्वाचन रे मु हुएत जदि मते केबे सुजोग मिले मु लड़ीबी आ जितबी आपण एटा लिखि रखथांतो आपण बीजेपी डाकर आसलानी कि कोन खबर पंत्र के आसंतु मिसिबा ना ना मु सेमती किछ नै मु साधारण लोक संगे आगा मु दल भी केबे कोनसी दल रे मु निर्दिष्ट भाव रही किरी मु कागे हा कोठी एमएल टिकट पाइबी मु दल जाई मिसिकी रही काम करिबी ना ना सरपंच मु सेमती काम करे सरपंच रो किछि दल न थाएगा सरपंच जोट रहबा काम करियो साधारण लोक ताकू बाची थांती 50 स्तर गां स्तर सरपंच पर वोटर होंदी ना ना सेटा करे जे भूल कथा सरपंच रो किछि दल न थाए नहीं सरपंच पर किछि वोटर भी रहंदी सरपंच सर्व वोटर रहंदी जे काम करि पारियो तस तो लोक रहबे सेमती किछि लोक अछन भाबु छी ना आपण अछन लोक न काम केम करछ 4 वर्ष हलाणी लोकन सेवा केम करे 4.5 वर्ष हलाणी या 5 मास अछि बारीगोळ पंचायत रे जहा न होइथिला आमे दाउ करिछु आपण ऑफिशियल रिपोर्ट नै जिवे आपण प्रथम कांग्रेस रो विदा हला पर पीसी सिंह खबर करना कि मते नोटिस आसु खबर करतले पीसी सिंह मु काई करबे मते किछ नोटिस हे जी की से सीधा सीधा मते बहिष्कार करछन अछंदी बोली भाबुछनी कोथरे एवं अछंदी बोली भाबुछनी कि कांग्रेस रो मनोवृत्ति मोर कोन नै जिवे मो आइडियोलॉजी के नै जिवे की कांग्रेस रो चिंताधारा मोटर के छोड़े नै जिवे की कांग्रेस रो जो अभिमुख्य राजनीति करिवार जो सेटा को दल तो नै आपण कहउछनी भाबुछनी बीजेपी रो अछि बीजेपी रो अछि ना केवल कांग्रेस रो अछि कांग्रेस रो समस्त नै चलीबार जो लीडरशिपटा आपण कौन सी दल रो पाइबेनी